ଆପଣ ମାନେ ବହୁତ ପ୍ରକାରର ବିଭିନ୍ନ ଭେରାଇଟିର ଚିକେନ୍ ଖାଇଥିବେ କିନ୍ତୁ ଏମିତି କେବେ ପାଣି ଚିକେନ୍ ବା ବଏଲ୍ଡ ଚିକେନ୍ କେବେ ଆପଣ ଖାଇଛନ୍ତି କି? ଯଦି ଖାଇନାହାନ୍ତି ଆଜିର ରେସିପିଟି ନିଶ୍ଚିତ ଭାବରେ ଦେଖନ୍ତୁ, ଆପଣଙ୍କୁ ବହୁତ ମନ ପସନ୍ଦ ଆସିଯିବ। ତେବେ ନମସ୍କାର, ପ୍ରୀତି ଛନ୍ଦ ହୋମ୍ କିଚେନ୍କୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଏଇଟା ତ ସତ କଥା, ଯଦି ଚିକେନ୍ ଘରକୁ ଆସିଥାଏ ତା ଭିତରୁ ନା କିଛି ଚିକେନ୍ ବାହାର କରାଯାଏ ନିଜ ପସନ୍ଦର କିଛି କରିବା ପାଇଁ କିମ୍ବା ଛୁଆମାନଙ୍କ ପସନ୍ଦର କିଛି କରିବା ପାଇଁ। ତ ସେମିତି ମୁଁ କିଛି ଚିକେନ୍ ବାହାର କରି ନେଇଥିଲି ଏବଂ ଗ୍ୟାସ୍ରେ ଗୋଟେ ରସୁଣ ଏବଂ ଗୋଟେ ଟମାଟୋକୁ ମୁଁ ଏମିତି ପୋଡ଼ି ନେଇଥିଲି। କଣ୍ଟିନ୍ୟୁ ଏ ଭିଡ଼ିଓଟି ଦେଖିବା, ଆପଣମାନଙ୍କୁ ବହୁତ ହି ଭଲ ଲାଗିବ ଆଉ ଗୋଟେ ନୂଆ ରେସିପି ମଧ୍ୟ ଆପଣମାନେ ପାଇଯିବେ। ତ ଭଲ ଭାବରେ ଆମେ ଟମାଟୋ ଆଉ ରସୁଣକୁ ପୋଡ଼ିଦେବା, ଭଲସେ ପୋଡ଼ିବ। ତେଣୁକରି ମୁଁ ସେପଟେ ଗ୍ୟାସ୍ରେ ରଖିଦେଲି। ଏବେ ଗୋଟେ କଡ଼େଇ ବସାଇବା, କଡ଼େଇରେ କିଛି ପାଣି ନେଇଯିବା। ଏଇଠି ଦେଖନ୍ତୁ ବଡ଼ ଗୁଜୁରାତି, ଆପଣଙ୍କ ପାଖରେ ଯଦି ବଡ଼ ଗୁଜୁରାତି ନାହିଁ ତେବେ ସେ ଯେଉଁ ଛୋଟ ଗୁଜୁରାତି ମିଳେ ତ ଛୋଟ ଗୁଜୁରାତି ନେଇପାରିବେ। ବଡ଼ ଗୁଜୁରାତିର ଫ୍ଲେଭର୍ ବହୁତ ଭଲ ଆସେ। ସାମାନ୍ୟ ଲୁଣ ଆଉ କିଛି ତେଲ ଦେଇକି ସେଥିରେ ପୋଦିନା ପତ୍ର, ଧନିଆ ପତ୍ର ଏସବୁ ଆମେ ଆଡ଼୍ କରିନେବା। ପୋଦିନା ପତ୍ର ଆଉ ଧନିଆ ପତ୍ରର ଫ୍ଲେଭର୍ ବହୁତ ବଢ଼ିଆ ଆସେ। ଏଇଠି ଦେଖନ୍ତୁ କିଛି ମୁଁ ନେଇଯାଇଥିଲି ଜାଇଫଳ ନେବା। ତ ଆପଣଙ୍କ ସାମ୍ନାରେ ହିଁ ମୁଁ ଆକୁ ଏମିତି କୁଟି ନେଉଛି। ବହୁତ ହି କମ୍ କ୍ୱାଣ୍ଟିଟିର ନେବା, ମୁଁ ଆପଣମାନଙ୍କୁ ଦେଖି ଦେଉଛି। ମାନେ ଯଦି ଦେଖାଯାଏ 2-3 ପିଞ୍ଚ୍ ଭଳିଆ ନେବା। ତ ଭଲ ଭାବରେ ତାକୁ କ'ଣ କରିବା ନା, ଜାଇଫଳକୁ ଏକଦମ ଗୁଣ୍ଡ କରିଦେବା, ଟିକେ ଗୋଟା ଗୋଟା ରଖିବାନି, ଏମିତି ଗୁଣ୍ଡ କରିକି ସେ ଯେଉଁ ପାଣି ନା ସେଥିରେ ଆମେ ଆଡ଼୍ କରିନେବା, ଯେଉଁଟା ଏବେ ଆପଣଙ୍କ ସାମ୍ନାରେ ମୁଁ ଆଡ଼୍ କଲି। ତ ଏବେ ନେଇଯିବା କିଛି ଚକ୍ରି ଫୁଲ। ଦେଖନ୍ତୁ ମୁଁ ଚିକେନ୍ର କ୍ୱାଣ୍ଟିଟି ହିସାବରେ ନେଇଛି, ତ ମୁଁ ଏଠି 200 ଗ୍ରାମ ଚିକେନ୍ ନେଇଥିଲି, ସେଇ ହିସାବରେ ମୁଁ ସବୁତକ ମସଲା ଆଡ଼୍ କଲି। ଚକ୍ରି ଫୁଲ ଆଉ ଜାବିତ୍ରୀ ଆଡ଼୍ କରିଦେବା। ଏଇଠି ଦେଖନ୍ତୁ ଆମର ଭଲ ଭାବରେ ରସୁଣ ଏବଂ ଟମାଟୋ ପୋଡ଼ିଗଲାଣି, ତାକୁ ଗୋଟେ ସାଇଡ଼୍ରେ ରଖିଦେବା। ଏବେ କ'ଣ କରିବା ନା, ଆମର ପାଣି ତାତି ଆସିଲାଣି। ଯେଉଁ ଚିକେନ୍କୁ ଆମେ ଭଲ ଭାବରେ ଧୋଇକି ରଖିଥିଲେ ସେ ଚିକେନ୍କୁ ଆମେ ସେଇଥିରେ କଡ଼େଇରେ ଆଡ଼୍ କରିନେବା। ପାଣି ଏମିତି ଦେବେ ଯେମିତି ଆମର ସବୁତକ ଚିକେନ୍ଟି ବୁଡ଼ୁଥିବ ଏବଂ ଚିକେନ୍ଟି ସିଝିବାକୁ ଯେମିତି ପାଣି ଆମର ଦରକାର ସେତିକି ହିଁ ଦେବା। ଭଲ ବାସ୍ନା ଆସିବା ପାଇଁ କିଛି କେଡ଼ୁଆ ୱାଟର୍ ନେଇଯିବା, ଯେଉଁଟାକି ମୁଁ ନିହାତି ଭାବରେ ଚିକେନ୍ ଆଇଟମ୍ରେ ଏଇ ରେସିପିରେ ମୁଁ ପକାଏ। ତ ତାପରେ ଆମେ କିଛି ଭିନେଗାର ନେଇଯିବା, ଅପସନାଲ୍ ଅଛି, ଆପଣ ଚାହିଁଲେ ଲେମ୍ବୁ ରସ ମଧ୍ୟ ନେଇଯିବେ। ମାତ୍ର 4 ଡ୍ରପ୍ ଭଳିଆ ଭିନେଗାର ଆଡ଼୍ କରିକି ଏବେ କ'ଣ କରିବା ନା, ଆମେ ଚିକେନ୍କୁ ଏକଦମ ଲୋ ଟୁ ମିଡ଼ିୟମ୍ରେ ରଖି ଘୋଡ଼େଇକି ତାକୁ ସିଝିବା ପାଇଁ ଛାଡ଼ିନେବା। ଏବେ କ'ଣ କରିବା, ଆମର ଯେଉଁ ରସୁଣ ଆମେ ପୋଡ଼ିକି ରଖିଥିଲେ ତାର ସେ ଯେଉଁ କଳା କଳା ଲାଗିଯାଇଥାଏ, ପୋଡ଼ା ହେଇଥାଏ ଯେହେତୁ, ସେଗୁଡ଼ାକୁ ଭଲ ଭାବରେ କ୍ଲିନ୍ କରିଦେବା। ଗୋଟେ ଶିଳଟେ ନେଇଯିବା କିମ୍ବା ମାସଟେ ନେଇଯିବା, ହେମଦସ୍ତା ନେଇଯିବା, ଯାହା ବି ଆପଣଙ୍କ ପାଖରେ ଅଛି। କିଛି ବାଦାମ ନେଇଗଲି। ବାଦାମକୁ ଯଦି ଆପଣମାନେ ଦେଖିବେ ତ ବାଦାମ 2 ଚାମଚ ଭଳିଆ ହିଁ ମୁଁ ନେଇଥିଲି। ଆଉ ଯଦି ବାଦାମକୁ ଗଣିବେ ନା ଆପଣ, ତ 10-12ଟା ଭଳିଆ ମୁଁ ବାଦାମ ନେଇଥିଲି। ସେ ବାଦାମରେ କିଛି ହଳଦୀ ଗୁଣ୍ଡ ଏବଂ ଏଇଠି ଦେଖନ୍ତୁ କିଛି ମୁଁ ପକେଇଲି ଡାଲଚିନି ଗୁଣ୍ଡ, ପୋଦିନା ପତ୍ର ଏବଂ ଧନିଆ ପତ୍ର, ଏସବୁ ପକେଇକିନା ତାପରେ ଯେଉଁ ରସୁଣଟା ମୁଁ ପୋଡ଼ିକି ରଖିଥିଲି ତାକୁ ଏମିତି ଛେଚି ନେବା। ରସୁଣ ଯେତେବେଳେ ଏମିତି ଛେଚି ନେବା, ଯେହେତୁ ପୋଡ଼ି ଦେଇଛେ ଆମେ ମାନେ, ଅଟୋମେଟିକ୍ ସେ ରସୁଣରୁ ସବୁତକ ତାର ରସୁଣ କୋଲା ବାହାରିଯିବ। ସେ ପୁଣି ଚୋପା ନ ଲାଗିକି ଚୋପା ପୁରା ଏକଦମ ଛାଡ଼ିକି ଗୋଟା ଗୋଟା ରସୁଣ କୋଲା ବାହାରିଯିବ। ଏଇଠି ଆପଣମାନେ ଦେଖୁଥିବେ ସବୁତକ ରସୁଣ କୋଲା ବାହାରିଗଲାଣି। ଏବେ କ'ଣ କରିବା ନା, ଯେଉଁ ଟମାଟୋ ମଧ୍ୟ ଆମେ ନେଇଥିଲେ ଟମାଟୋକୁ ଭଲ ଭାବରେ ଚକଟି ନେବା। ଏମିତି ବହୁତ ବାଗେଇକି ଆମେ ମାନେ ଏମିତି ଚକଟିବା, ନହେଲେ ନାହିଁ ସାଙ୍ଗେ ସାଙ୍ଗେ ନା ସେଇଟା ପୁରା ଛିଟକି ଥାଏ। ତ ଏହିପରି ଭାବରେ ସବୁତକ ରସୁଣ ଟମାଟୋ ଯାହା ଯାହା ସବୁ ଆମେ ପକେଇଲେ ତାକୁ ଭଲ ଭାବରେ ଏମିତି ଛେଚି ନେବା, ଦଳି ନେବା। ତ ଏବେକୁ କିମ୍ବା କୁଟି ନେବା। ଏବେ ଦେଖନ୍ତୁ କିଛି ମୁଁ ରାଗ ପାଇଁ ଚିଲି ଫ୍ଲେକ୍ସ ପକେଇଲି, ଆପଣ କିଛି ଚାଟ୍ ମସଲା ପକେଇଲି ଏବଂ ଲୁଣ ପକେଇଲି। ଲୁଣ ଆମେ ଦେଖି ପକେଇବା, କାରଣ ଆଗରୁ ଆମେ ଲୁଣ ପକେଇଛେ ସେ ଚିକେନ୍ରେ। କାଶ୍ମୀରୀ ଲଙ୍କାଗୁଣ୍ଡ ପକେଇଦେବା, ବହୁତ ବଢ଼ିଆ କଲର୍ ଆସିବ। ତାପରେ ଏହି ସବୁକୁ ଆମେ ଭଲ ଭାବରେ ମିଶାଇ ନେବା, ବାଟି ନେବା କିମ୍ବା ଏମିତି ଛେଚି ନେବା। ତ ଏହିପରି ଭାବରେ ସବୁତକ ଯେମିତି ପୁରା ଏକାଠି ହେଇଯାଉଥିବ, ଭଲସେ ମାସ୍ ହେଇଯାଉଥିବ, ସେହିପରି ଭାବରେ ଆମେମାନେ କ'ଣ କରିବା, ଏମିତି ଭଲ ଭାବରେ ଶିଳରେ ବାଟି ନେବା। ତ ଏଇଠି କ'ଣ କରିବା ନା, ଆମେ କିଛି ମୁଁ ଏଇଠି ରଖିଥିଲି ମସଲା, ମାନେ ଅଦା ରସୁଣର ପେଷ୍ଟ ଆପଣ ଚାହିଁଲେ ସାଙ୍ଗେ ସାଙ୍ଗେ ଦେଇପାରିବେ, ବାଟିକି ସାଙ୍ଗେ ସାଙ୍ଗେ ଦେଇପାରିବେ। ମୁଁ ଯେହେତୁ କଷିକି ରଖିଥାଏ କିଛି ଇନଷ୍ଟାଣ୍ଟ କାମ ପାଇଁ, ସେଥିପାଇଁ ମୁଁ କଷାଟା ହିଁ ଆଡ଼୍ କରିଦେଲି, ପାଖାପାଖି 1.5 ଚାମଚ ଭଳିଆ। ଏବଂ ଦହି ସେମିତି 1 ଚାମଚ ପୁରା ବସା ଦହି ମୁଁ ନେଇଗଲି। ତେବେ ଏବେ ଚାଲୁନ ଦେଖିବା ଆମର ଚିକେନ୍ଟି ସିଝିଲାନି ନାହିଁ। ପାଖାପାଖି ତ 15 ମିନିଟ୍ ପାଖାପାଖି ହେଇଗଲାଣି। ଚିକେନ୍ ଭଲସେ ପୁରା ସିଝିଗଲାଣି, ଲୋ ଟୁ ମିଡ଼ିୟମ୍ରେ ଆମେ ଯେହେତୁ ରଖିଥିଲେ। ତ ଏବେ ଦେଖିବା ଚିକେନ୍ ଯେମିତି ସିଝିଯିବ, ଏଇ ଯେଉଁ ପାଣି ଆମେ ଆଡ଼୍ କରିଥିଲେ ନା, ଏଇ ପାଣିକୁ ଆମେ ବହୁତ ଜୋରରେ ଫୁଟେଇକି ମାରିବା। ଏ ପାଣିକୁ ଟୋଟାଲ୍ ବି ୱେଷ୍ଟ କରିବାନି। ଆଉ ଏଇଠି ଭଲ ଭାବରେ ବି ସବୁ ମସଲାକୁ ମୁଁ ବାଟି ସାରିଲିଣି। ତ ଏଇଠି ଦେଖନ୍ତୁ, ଆପଣ ଯଦି ଚାହିଁବେ ନା ତନ୍ଦୁରୀ ଚିକେନ୍ ପାଉଡ଼ର ଯଦି ଅଛି ନିହାତି ଆଡ଼୍ କରିବେ, ନହେଲେ ନାହିଁ ଚିକେନ୍ ମସଲା ଚାହିଁଲେ ଆଡ଼୍ କରିପାରିବେ। ଏସବୁକୁ ଭଲ ଭାବରେ ପୁଣି ସବୁ ସେ ମସଲାରେ ମିଶାଇ ନେଇଥିଲି। ଏଇ ଯେଉଁ ରେସିପିଟା ମୁଁ ସେୟାର କରିବି ନା, ଯାହାର ଦାନ୍ତ ନାହିଁ, ଯେଉଁମାନେ ମାଢ଼ି ମାଧ୍ୟମରେ ଖାଆନ୍ତି, ଏଇଟାକୁ ସେମାନେ ଆରାମସେ ଖାଇପାରିବେ।
ତ ଏଇଠି ଦେଖନ୍ତୁ ମୁଁ ଫାଳେ ପିଆଜ ନେଇଯାଇଥିଲି। ତ କ୍ୱାଣ୍ଟିଟି ହିସାବରେ ହିଁ ମୁଁ ସବୁ ଜିନିଷ ଆଡ଼୍ କରିଥିଲି ଏବଂ ଯେଉଁ ମସଲାକୁ ମୁଁ ଏମିତି ବାଟିକି ରଖିଥିଲି ଶିଳରେ, ସେ ସବୁକୁ ମସଲାକୁ ମୁଁ ଆଡ଼୍ କରିଦେଇଥିଲି ସେ କଞ୍ଚା ପିଆଜରେ ଭଲ ଭାବରେ ଏମିତି ଗୋଳେଇ ନେବା। ତେବେ ଦେଖନ୍ତୁ ଏଇଠି ଭଲ ଭାବରେ ମୁଁ ଗୋଳେଇ ନେଇଛି। ଏବେ କ'ଣ କରିବା ଦେଖିବା ଆମର ଚିକେନ୍‌ରୁ ସବୁ ପାଣି ମରିଲାଣି କି ନାହିଁ। ତ ଏଇଠି ଦେଖନ୍ତୁ ପୁରା ଭଲ ଭାବରେ ସବୁତକ ପାଣି ମରିଗଲାଣି। ଏବେ କ'ଣ କରିବା ନା ସେ ପାଣିଟା ବହୁତ ଫ୍ଲେଭରଫୁଲ୍ ପାଣି, ଜମା ବି ୱେଷ୍ଟ କରିବନି, ପୁରା ଏକଦମ ମାରିଦେବେ। ଚିକେନ୍ ବି ପୁରା ଭଲସେ ପୁରା ଆମର ସିଝି ଯାଇଛି। ଏବେ କ'ଣ କରିବା ସେ ଚିକେନ୍‌କୁ ସେ ଯେଉଁ ମସଲାରେ ମୁଁ ମିକ୍ସଚର ଯେଉଁଟା ବନେଇଥିଲି ବାଟିକି ରଖିଥିଲି ନା, ସେ ମସଲାରେ ଆଡ଼୍ କରିକି ତାକୁ ଭଲ ଭାବରେ ଗୋଳେଇ ନେବା। ବହୁତ ବଢ଼ିଆ ଭାବରେ ଗୋଳେଇବା। ଗୋଳିକିନା ବେଶୀ ସମୟ ରଖିବାନି, ମାତ୍ର 5-10 ମିନିଟ୍ ଖଣ୍ଡେ ରଖିବା। ଯଦି ଆପଣମାନଙ୍କ ପାଖେ ସମୟ ନାହିଁ ତେବେ ଇନଷ୍ଟାଣ୍ଟ ମଧ୍ୟ କରିପାରିବେ। ଯେହେତୁ ମୋ ପାଖେ ସମୟ ଥିଲା ତେଣୁକରି ମୁଁ 5 ମିନିଟ୍ ତାକୁ ଘୋଡ଼େଇକି ରଖିନେଇଥିଲି। 5-10 ମିନିଟ୍ ପରେ ଏବେ କ'ଣ ହେଲା ନା ଗୋଟେ ତାୱା ନେବା, ତାୱାରେ କିଛି ସୋରିଷ ତେଲ ଆଡ଼୍ କରିବା। ଆଉ ଗୋଟେ ଚାମଚରୁ ଅଧିକ ଟିକେ ନାକୁ କହିବାକୁ ଗଲେ 1.5 ଚାମଚ ଭଳିଆ କିଛି କର୍ଣ୍ଣଫ୍ଲୋର ନେଇକି ଜଷ୍ଟ ଉପରେ ଏମିତି ପକେଇ ଦେଇକି ତାକୁ ଏମିତି ଭଲ ଭାବରେ ଗୋଳେଇ ନେବା, ଯାହାଦ୍ୱାରା ଆମର ଚିକେନ୍‌ଟା ନା ବହୁତ କ୍ରଞ୍ଚି ଆସିବ। ସୋରିଷ ତେଲରେ ଗୋଟେ ପିସ୍ ପରେ ଗୋଟେ ପିସ୍ ଚିକେନ୍ ଏମିତି ରଖିକି ଆମେମାନେ ଭଲ ଭାବରେ ଭାଜି ନେବା। ତ ଆପଣମାନେ ଏଇ ଚିକେନ୍ ଥରେ ନିହାତି ଭାବରେ ବନେଇ ଖାଆନ୍ତୁ, ବହୁତ ହି ଟେଷ୍ଟ ଲାଗେ। ଆଉ ଯେଉଁମାନେ ଚିଲି ଚିକେନ୍ ଖାଇବାକୁ ପସନ୍ଦ କିନ୍ତୁ ସେମାନେ ଖାଇପାରୁନାହାନ୍ତି, ଯେମିତିକି ସେମାନଙ୍କର ଦାନ୍ତ ନଥିବ, ବୟସ୍କମାନଙ୍କ କଥା କହୁଛି, ସେମାନଙ୍କ ଦାନ୍ତ ନଥିବ, ତ ସେମାନେ ନା ଚିକେନ୍ ପକୋଡ଼ାରୁ ହିଁ ଚିଲି ଚିକେନ୍ ହେଇଥାଏ, ତ ସେମାନଙ୍କୁ ବହୁତ ହାର୍ଡ଼ ଲାଗେ। କିନ୍ତୁ ଏମିତି ଯଦି ଆପଣମାନେ ଚିଲି ଚିକେନ୍ କରିବେ ନା ବହୁତ ହି ବଢ଼ିଆ ଲାଗିବ। ଆଜି ମୁଁ ସେମିତି ହିଁ ବନେଇଲି, କାରଣ ଶ୍ୱଶୁରଙ୍କର ବହୁତ ଇଚ୍ଛା ଥିଲା ଚିଲି ଚିକେନ୍ ସେ ନରମ ବାଲା ବନେଇବା ପାଇଁ, ମାନେ ବଏଲ୍ ଚିକେନ୍‌ରେ କରିକି ଚିଲି ଚିକେନ୍ ବନେଇବା ପାଇଁ। ତ ମୁଁ ଏଇଟା ଚିଲି ଚିକେନ୍ ହିଁ ବନଉଛି, କିନ୍ତୁ ଗୋଟେ ଭିନ୍ନ ୱେରେ। ଛୁଆମାନେ ବି ଖାଇପାରିବେ, ସମସ୍ତେ ଖାଇପାରିବେ, କିନ୍ତୁ ଆପଣ ଖାଇଲେ ନା ଜମା ବି ଜାଣିପାରିବେନି ଏଇଟା ଚିଲି ଚିକେନ୍‌ଟା ଆମର ଏମିତି ଭାବରେ ପ୍ରସ୍ତୁତ ହେଇଛି। ଦେଖନ୍ତୁ ଭଲ ଭାବରେ ଆମେ ଭାଜି ହେଇସାରିଲାଣି ଆମର ସବୁତକ ଚିକେନ୍, ବହୁତ ହି କ୍ରଞ୍ଚି ଆସୁଛି। ଏମିତି ଚାହିଁଲେ ବି ଆପଣମାନେ ଖାଇପାରିବେ। ସତ କଥା କହିବାକୁ ଗଲେ ଏଇ ଚିକେନ୍ ପକୋଡ଼ା ଏବଂ ଏଇ ଯେଉଁ ଚିକେନ୍‌ଟା ମୁଁ ଏବେ ଆପଣମାନଙ୍କ ସାଙ୍ଗେ ସେୟାର କଲି ତା ଭିତରେ କିଛି ବି ଫରକ ହିଁ ଆସିବନି। ଏବେ କ'ଣ କରିବା ନା ଗୋଟେ କଡ଼େଇ ନେବା, କଡ଼େଇରେ ସାମାନ୍ୟ କିଛି ତେଲ ପକେଇଦେବା, ତେଜପତ୍ର ପକେଇଦେବା ଏବଂ କାଟି ରଖିଥିବା ଆମର ପିଆଜ, କ୍ୟାପ୍ସିକମ୍‌କୁ ପକେଇ ଭଲ ଭାବରେ ହାଇ ଫ୍ଲେମ୍‌ରେ ତାକୁ ଜଷ୍ଟ ଏମିତି ଭାଜିବା, ନୁହେଁ ଯେ ସେ ପୁରା ନରମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଟିକେ ସ୍ମୋକି ଫ୍ଲେଭର ଆସିଥିବ, ଟିକେ ପୋଡ଼ପୋଡ଼ା ହେଉଥିବ ନା, ସେ ପର୍ଯ୍ୟନ୍ତ ଆମେମାନେ ଭାଜିବା। ଏଇଠି ଦେଖନ୍ତୁ ମୁଁ କିଛି 1 ଚାମଚ ନେଇଯାଇଥିଲି ଟମାଟୋ କ୍ୟାଚଅପ୍, ଚିଲି କ୍ୟାଚଅପ୍, ହାଫ୍ ଚାମଚ ଗରମ ମସଲା ଏବଂ ସୋୟା ସସ୍ ନେଇକି ତାକୁ ଭଲ ଭାବରେ ଏମିତି ଗୋଳେଇ ନେଲି। ଏବେ କ'ଣ କରିବା ସେ ମିଶ୍ರಣକୁ ସିମ୍ପୁଲ୍ ଆମେମାନେ ଯେତିକି ଯାହା ହେବ 2 ଚାମଚ 2.5 ଚାମଚ ଭଳିଆ ସେ ସବୁକୁ ଆମେମାନେ ସେଥିରେ ଆଡ଼୍ କରିନେବା। ପିଆଜ ଆମର ପୁରା ନରମ ହେବା ଦରକାର ନାହିଁ, ବାସ୍ ଟିକେ ସ୍ମୋକି ଫ୍ଲେଭର ଆସୁଥିବ, ମାନେ ହାଇ ଫ୍ଲେମ୍‌ରେ ଭାଜିକି ଯେମିତି ସ୍ମୋକି ଫ୍ଲେଭର ଆସୁଥିବ। ସାମାନ୍ୟ କିଛି ପାଣି ଦେଇକି ତାକୁ ଏମିତି ଭାଜି ନେବା ଏବଂ ଯେଉଁ ଚିକେନ୍‌କୁ ଆମେମାନେ ଭାଜିକି ରଖିଥିଲେ ନା, ଏଇ ଷ୍ଟେଜ୍‌ରେ ସେ ଚିକେନ୍‌କୁ ଆମେ ସେଇଥିରେ ଆଡ଼୍ କରିନେବା। ବହୁତ ହି ବଢ଼ିଆ ଲାଗେ, ନିହାତି ଭାବେ ବନାନ୍ତୁ। ଆପଣ ଯଦି ଏହାକୁ ଗ୍ରେଭି କରିବାକୁ ଚାହିଁବେ ତ ସିମ୍ପୁଲ୍ ଆମର କର୍ଣ୍ଣଫ୍ଲୋର ଦେଇକି ଏହାକୁ ଟିକେ ଗ୍ରେଭି କରିପାରିବେ। ଆଉ ଯଦି ଆପଣଙ୍କୁ ଡ୍ରାଏ ଖାଇବାକୁ ପସନ୍ଦ ନିହାତି ଭାବରେ ଏମିତି ହିଁ ବନେଇ ପାରିବେ। ତ ରେଡ଼ି ହେଇଗଲା ଆମର ବଏଲ୍ଡ ଚିଲି ଚିକେନ୍। ସେଇ ସବୁ ଚିଲି ଚିକେନ୍‌ଠୁ ଯେଉଁମାନେ ବହୁତ ହି ନରମ ଖାଇବାକୁ ପସନ୍ଦ କରନ୍ତି ଏମିତି ୱେରେ ବନାନ୍ତୁ, ବହୁତ ବଢ଼ିଆ ଲାଗିବ, କିଛି ବି ଫରକ ଆସିବନି ସେଇ ଚିଲି ଚିକେନ୍ କିମ୍ବା ଏମିତି ଭାବେ ପ୍ରସ୍ତୁତ କଲେ। ସାମାନ୍ୟ କିଛି ଏମିତି ଲେମ୍ବୁ ବାସ୍ ଚିପୁଡ଼ି ନେବା, ବହୁତ ହି ଟ୍ୟାଙ୍ଗି ଫ୍ଲେଭର ଆସିବ, ବହୁତ ହି ବଢ଼ିଆ ଲାଗିବ। ଆଶା କରୁଛି ଆଜିର ରେସିପି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ପ୍ଲିଜ୍ ୟୁଟ୍ୟୁବରେ ଦେଖୁଥିଲେ ସବସ୍କ୍ରାଇବ୍ କରିବେ ଏବଂ ଫେସବୁକ୍‌ରେ ଦେଖୁଥିଲେ ଫଲୋ କରିବାକୁ ଅନୁରୋଧ। ତେବେ ରହିଲି, ପୁଣି ଦେଖା ହେବ ନୂଆ ରେସିପିରେ। ସେ ପର୍ଯ୍ୟନ୍ତ ବାଏ।